ନେବାକୁ ଚାହୁଁଛନ୍ତି ପାର୍ଟି ଯଦି ଆପଣଙ୍କୁ ଗଣବିଧା କରିଦେଲା ଆପଣ ତ ଏପର୍ଯ୍ୟନ୍ତ ଜବାବ ବି ରଖିଦେଇଛନ୍ତି ଆପଣ ତାପରେ ଯଦି ପାର୍ଟି ଆପଣଙ୍କୁ ଗ୍ରହଣ ନ କଲା ତାପରେ କ'ଣ ଆପଣ କରିବେ? ପାର୍ଟି ଗ୍ରହଣ କରିବ ନ କରିବ ମୋର ସେଇ କଥା ମୋର ଏବେ ନୁହଁ। ଏତେ ବଡ଼ ମିଥ୍ୟା ଆରୋପ ମୋ ଉପରେ ଲଗାଯାଇଛି। ମୋର ମାନ ଇଜ୍ଜତକୁ ମୋର ସାମାଜିକ ସ୍ଥିତିକୁ ଦୋହଲେଇ ଦିଆଯାଇଛି। ମୋର ବଞ୍ଚିବା ଦୂର ପାର୍ଟି ଗ୍ରହଣ କରିବ ନ କରିବ ମୋର ସେଇ କଥା ମୋର ଏବେ ନୁହଁ। ଏତେ ବଡ଼ ମିଥ୍ୟା ଆରୋପ ମୋ ଉପରେ ଲଗାଯାଇଛି। ମୋର ମାନ ଇଜ୍ଜତକୁ ମୋର ସାମାଜିକ ସ୍ଥିତିକୁ ଦୋହଲେଇ ଦିଆଯାଇଛି। ମୋର ବଞ୍ଚିବା ଦୂର କରିଦିଆଯାଇଛି। ମୋ ପ୍ରତି ଅନ୍ୟାୟ ହେଇଛି। ଭାରତୀୟ ଜନତା ପାର୍ଟି କ'ଣ ମେୟର କ୍ୟାଣ୍ଡିଡେଟ୍ କରିଥିଲା ମୋତେ ଆଜି ବସ୍ତ୍ର ହରଣ କରିବା ପାଇଁ? ଏଫଆଇଆର ପଠେଇଛି ନନ୍ଦନ ସାମଲଜୀଙ୍କୁ ମଧ୍ୟ ମୁଁ ପଠେଇଛି ହ୍ୱାଟ୍ସଆପ୍ରେ। ଆଉ ସେ ଚିଠିଟାକୁ ପଢ଼ିପାରିଛନ୍ତି କି ନାହିଁ ହ୍ୱାଟ୍ସଆପ୍ରେ ଦେଖନ୍ତିନି ବ୍ୟସ୍ତତା ଭିତରେ। ତେଣୁ ମୁଁ 2-3 ଜଣଙ୍କ ମାଧ୍ୟମକୁ ଆଉ ମୋତେ ପଠେଇଥିଲି। ଆଉ ଯଦି ସେ ପାଇପାରି ନାହାନ୍ତି ୟାର ପ୍ରିଣ୍ଟ ଆଉଟ୍ କାଢ଼ିକି ଭାଇଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ। ଯେହେତୁ ମୋର ବେଲ୍ଟା ଆସିନଥିଲା ତେଣୁ ମୁଁ ତାଙ୍କ ସାମ୍ନାକୁ ଆସିନଥିଲି। ମ୍ୟାଡ଼ାମ୍ ଆଗାମୀ ଦିନରେ ଆପଣ କ'ଣ କ'ଣ ପଦକ୍ଷେପ ନେବାକୁ ଚାହୁଁଛନ୍ତି ପାର୍ଟି ଯଦି ଆପଣଙ୍କୁ ଗଣବିଧା କରିଦେଲା ଆପଣ ତ ଏପର୍ଯ୍ୟନ୍ତ ଜବାବ ବି ରଖିଦେଇଛନ୍ତି ଆପଣ ତାପରେ ଯଦି ପାର୍ଟି ଆପଣଙ୍କୁ ଗ୍ରହଣ ନ କଲା ତାପରେ କ'ଣ ଆପଣ କରିବେ? ପାର୍ଟି ଗ୍ରହଣ କରିବ ନ କରିବ ମୋର ସେଇ କଥା ମୋର ଏବେ ନୁହଁ। ଏତେ ବଡ଼ ମିଥ୍ୟା ଆରୋପ ମୋ ଉପରେ ଲଗାଯାଇଛି। ମୋର ମାନ ଇଜ୍ଜତକୁ ମୋର ସାମାଜିକ ସ୍ଥିତିକୁ ଦୋହଲେଇ ଦିଆଯାଇଛି। ମୋର ବଞ୍ଚିବା ଦୂର କରିଦିଆଯାଇଛି। ମୋ ପ୍ରତି ଅନ୍ୟାୟ ହେଇଛି। ଭାରତୀୟ ଜନତା ପାର୍ଟି କ'ଣ ମେୟର କ୍ୟାଣ୍ଡିଡେଟ୍ କରିଥିଲା ମୋତେ ଆଜି ବସ୍ତ୍ର ହରଣ କରିବା ପାଇଁ? ଆପଣ ଏଇ ପ୍ରକରଣ ଏବେ ରାଜ୍ୟ ସଭାପତି କ'ଣ ଆପଣ ଅପିଲ କରିବାକୁ ଚାହୁଁଛନ୍ତି କ'ଣ କରିବାକୁ ଚାହୁଁଛନ୍ତି? ମୁଁ ଏବେ ବି ମୁଁ ଆଶା ରଖିଛି ମୋ ପ୍ରତି ନ୍ୟାୟ କରିବେ ମୋର ଶୀର୍ଷ ନେତୃତ୍ୱ। ମୁଁ ରିପ୍ଲାଏ ଦେଇଛି। ଯେଉଁ ଚିଠିଟି ମୋ ପାଖକୁ ହ୍ୱାଟ୍ସଆପ୍ରେ ଆସିଲା ମୁଁ ସେଇ ହ୍ୱାଟ୍ସଆପ୍ରେ ଦେବେନ୍ଦ୍ର ନନ୍ଦଙ୍କର ହ୍ୱାଟ୍ସଆପ୍କୁ ମୁଁ ପଠାଇ ଦେଇଛି ମୋର ଉତ୍ତର। ଆଉ ଯେଉଁ ବେସ୍ରେ ମୋତେ ନିଲମ୍ବନ କରାଯାଇଛି ସେମାନେ ଲେଖିଛନ୍ତି ତାହା ଗୋଟେ ମୋର ବ୍ୟକ୍ତିଗତ କଥା ରହିଥିଲା। ମୁଁ ଭାରତୀୟ ଜନତା ପାର୍ଟିକୁ ବହୁତ ସମ୍ମାନ କରେ, ବହୁତ ମାନେ। ଆଉ କିଛି ଜଣ ଯଦି ଏଇ କାଣ୍ଡ ବ୍ୟାଉଛନ୍ତି ଷଡ଼ଯନ୍ତ୍ର କରୁଛନ୍ତି ତା ପାଇଁ ମୋ ଦଳ ବଦନାମ ନ ହଉ, ମୋ ଦଳ ମୋ ପ୍ରତି ନ୍ୟାୟ କରିବ ବୋଲି ମୁଁ ଆଶା ରଖିଛି। ଅଧ୍ୟକ୍ଷ, ସଂଗଠନ ମନ୍ତ୍ରୀ, ପ୍ରଭାରୀ ଆଉ ଯେଉଁ ଶୀର୍ଷ ନେତୃତ୍ୱମାନେ ଅଛନ୍ତି ନିଶ୍ଚିତ ଭାବରେ ବିଚାର କରିବେ ବୋଲି ମୁଁ ଆଶା ରଖିଛି। ଦଳ ଯଦି ଆପଣ ନିଲମ୍ବନ ନ ଉଠେ ଆପଣ କ'ଣ ଆଗାମୀ ପରେ କ'ଣ ନେବେ? ସମୟ କହିବ। ଆଗକୁ ଆପଣ ଶୀର୍ଷ ନେତୃତ୍ୱ ଦେଖା କରିବା ପ୍ଲାନିଂ କରୁଛନ୍ତି? କାହିଁକି ଆଉ ଦେଖା କରିବି? ସବୁ କଥା ତ ସାମ୍ନାକୁ ଆସି ସାରିଲାଣି। ଯେପର୍ଯ୍ୟନ୍ତ ସାମ୍ନାକୁ କଥା ଆସିନଥିଲା ମୁଁ ନେତୃତ୍ୱମାନଙ୍କ ପାଖକୁ ଯାଉଥିଲି ଏହାର ସମାଧାନଟେ କରିଦିଅନ୍ତୁ। ସେ ଲୋକଟି ମୋତେ ବହୁତ ହଇରାଣ କରୁଛି। ମ୍ୟାଡ଼ାମ୍ ଗୋଟେ ଜିନିଷ କୁହାଯାଏ ଯେ ଅପରାଜିତା ଷଡ଼ଙ୍ଗୀ ଅଛନ୍ତି, ପ୍ରଭାତୀ ପରିଡ଼ା ଅଛନ୍ତି, ସେମାନେ ବି ଜଣେ ମହିଳା। ସେ କ୍ଷେତ୍ରରେ ଆପଣ ତାଙ୍କ କାନରେ ଏଇ କଥା ପକେଇଲେଣି ସେ ଜିନିଷଟା ଯେ ଏଇସବୁ ଜିନିଷ ହେଇଛି? ଦେଖନ୍ତୁ କାହାକୁ ମୁଁ କହିବା ପର୍ଯ୍ୟନ୍ତ କ'ଣ ଟିଭି ଦେଖୁନାହାନ୍ତି? କାଲି ଯେଉଁ ପ୍ରକାର କାଣ୍ଡ ହେଇଛି ସେ ତ ସବୁଆଡ଼େ ସମସ୍ତେ ଜାଣିସାରିଲେଣି। ଆଉ କ'ଣ ସେମାନେ ନ ଜାଣିକିରି ଅଛି? ତେବେ ବି ମୁଁ ଅପରାଜିତା ଷଡ଼ଙ୍ଗୀଙ୍କ ପାଖକୁ ହ୍ୱାଟ୍ସଆପ୍ରେ ଆଜି ସକାଳେ ପଠାଇ ଦେଇଛି ଗୋଟେ ଭଏସ୍ କଲ୍ ଯେ ମୋର କୌଣସି ଦୋଷ ନଥାଇକି ମୋର ଗୋଟେ ବ୍ୟକ୍ତିଗତ କଥାକୁ ନେଇକରି ମୋତେ ନିଲମ୍ବନ କରାଯାଇଛି। ଆପଣ ଦେଖନ୍ତୁ ଏଇ କଥାଟି କ'ଣ କରିବେ।